ଆଜିର ଅନୁଚିନ୍ତା ସଫଳତାର ରହସ୍ୟ। ଥରେ ଜଣେ ଯୁବକ ବିଭିନ୍ନ ପ୍ରକାର ବିଫଳତାରୁ ହତାଶ ହୋଇପଡ଼ିଲା। ତାର ଆଉ ବଞ୍ଚିବା ଲାଗି ଇଚ୍ଛା ରହିଲା ନାହିଁ। ତେଣୁ ସେ ସ୍ଥିର କଲା ଯେ ଗାଁ ପାଖରେ ଥିବା ଏକ ତୀଖ ପାହାଡ଼ ଚୂଡ଼ାରୁ ଡେଇଁ ଆତ୍ମହତ୍ୟା କରିଦେବ। ଏହା ସ୍ଥିର କରି ସେ ଦିନେ ଅତି ଗୋପନରେ ପାହାଡ଼ ଚଢ଼ିବାକୁ ଲାଗିଲା। ସେ ଯେଉଁ ବାଟେ ପାହାଡ଼ ଚଢ଼ୁଥିଲା ତାର କଡ଼େ କଡ଼େ ପାହାଡ଼ ଉପରକୁ ଚାଲିଥିଲା ପିମ୍ପୁଡ଼ିଙ୍କ ଗୋଟିଏ ଧାରା। ବଡ଼ କଷ୍ଟ କରି ପ୍ରାୟ 2-3 ଘଣ୍ଟା ପରିଶ୍ରମ ପରେ ଯୁବକ ପାହାଡ଼ର ଚୂଡ଼ାରେ ପହଞ୍ଚିଲା। ସେତିକି ବେଳକୁ ସେ କ୍ଳାନ୍ତ, କିନ୍ତୁ ତା ମନ ଭିତରେ ଆତ୍ମହତ୍ୟା କରିବାର ଇଚ୍ଛା ଏତେ ଦୃଢ଼ ହୋଇଯାଇଥାଏ ଯେ ସେ କାଳ ବିଳମ୍ବ ନ କରି ତଳକୁ ଡେଇଁବା ଲାଗି ପ୍ରସ୍ତୁତ ହେଲା। ସେଠାରୁ ସେ ଚାରିଆଡ଼କୁ ଚାହିଁଲା। ଏହି ସମୟରେ ହଠାତ୍ ତଳକୁ ଚାହିଁ ଦେଇ କିଛି ସମୟ ସ୍ଥିର ହୋଇ ଛିଡ଼ା ହୋଇଗଲା ଏବଂ ବିସ୍ମୟକର ଭାବେ ତାହାର ଆତ୍ମହତ୍ୟା କରିବାର ଇଚ୍ଛା କେଉଁଆଡ଼େ ମିଳାଇଗଲା। ସେ କ'ଣ ଦେଖିଲା ଜାଣିଛ? ସେ ତଳକୁ ଚାହିଁ ଦେଖିଲା ଯେ ତା ପାଦ ପାଖରେ ସେଇ ପିମ୍ପୁଡ଼ିର ଧାରା। ସେ ଭାବିଲା, ଏତେ କୁନି ପିମ୍ପୁଡ଼ିମାନେ ଯଦି ନୀରବରେ ପାହାଡ଼ ଚଢ଼ି ଶିଖରକୁ ଆସିପାରୁଛନ୍ତି ଏବଂ ଥକି ନାହାନ୍ତି, ସେମାନଙ୍କ ବେଗ ପୂର୍ବଗତ ଅଛି, ସେମାନଙ୍କ ମନୋବଳ ଭାଙ୍ଗି ଯାଇ ନାହିଁ, ମୁଁ ଅବଶ ହୋଇପଡ଼ିଲି କାହିଁକି? ଜୀବନ ମୋତେ ଥକାଇ ଦେଲା କେମିତି? ଏବେ ତା ମନରେ ନୂଆ ବଳ ସୃଷ୍ଟି ହୋଇଯାଇଥିଲା। ସେ ତଳକୁ ଓହ୍ଲାଇଲା। ତାପରେ ସେ ଯେଉଁ କାମରେ ହାତ ଦେଲା ସେଥିରେ ସଫଳ ହେଲା। ଲୋକେ ପଚାରିଲେ, ତୁମେ ଏତେ ସଫଳ ହେବାର ରହସ୍ୟ କ'ଣ? ସେ କହୁଥିଲା, ସାଧାରଣ କଥା, ପିମ୍ପୁଡ଼ି ଭଳି ଶେଷ ପର୍ଯ୍ୟନ୍ତ ଲାଗି ରହିବା। ତାହେଲେ କେବଳ ସଫଳତା ହିଁ ମିଳିବ। କାହାଣୀଟି ଯଦି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।